ମାନେ ଆପଣ ମାନେ କେମିତି ଅଛନ୍ତି? ଭଲରେ ଅଛି ନା? ମୁଁ ଆଶା କରୁଛି ଆପଣ ମାନେ ଭଲ ଥିବେ। ଆଉ ମୁଁ ପ୍ରଭୁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଆପଣ ମାନେ ସମସ୍ତେ ଭଲ ରୁହନ୍ତୁ, ହସ ଖୁସି ରୁହନ୍ତୁ। ମୁଁ ବି ଆପଣଙ୍କ ଆଶୀର୍ବାଦରୁ ଟିକେ ଭଲ ଟିକେ ଖରାପରେ ଅଛି। ଆଉ ଚାଲନ୍ତୁ ଆଜି ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓ ଭଲ ଲାଗିଲେ ସେୟାର, କମେଣ୍ଟ, ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ। ଆଉ ଘରେ କଣ ସବୁ କାମ ଚାଲିଛି, ଆଉ ଛୁଆମାନେ ବର୍ଷା ଲିପ୍ସା ଦେବଯାନୀ କଣ କରୁଛନ୍ତି ମୁଁ ଆପଣଙ୍କୁ ସବୁ ଦେଖଉଛି। ଭିଡ଼ିଓ ମୋର ନୂଆ ଚ୍ୟାନେଲ ନାଁ ହେଲା ଉଷା ଶରତ ବ୍ଲଗ। ଆପଣ ମାନେ ଏଇ ଚ୍ୟାନେଲ ଭିଡ଼ିଓ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ସେୟାର, କମେଣ୍ଟ, ସବସ୍କ୍ରାଇବ କରିବା ଭୁଲନ୍ତୁ ନାହିଁ। ଚାଲନ୍ତୁ ଆଜି ଭିଡ଼ିଓ ଷ୍ଟାର୍ଟ କରିବା। ଦେଖନ୍ତୁ ବର୍ତ୍ତମାନ ଆମର ଦହି ବୁଲା ଶୋଇଲାଣି, ଏବେ ଲହୁଣୀ ଖୁଲା ଚାଲିଛି। ଆଉ ଏ ଲହୁଣୀ ଘିଅ ମାନେ ନିଆଁରେ ବସିବ, ତାପରେ ଘିଅ ହବ, ଗୁଆ ଘିଅ। ଆଉ ବର୍ତ୍ତମାନ ଆଜି ଆମର ଦହି ବୁଲା ହେଇଛି। ବୋଇତାଳୁ ଗଛ ଆମର ଏଠି ଲାଗିଛି ଦିଟା। ବୋଇତାଳୁ ଗଛ କେତେ କେତେ ବଡ ହେଇଗଲାଣି। ଆଉ 5 ଫୁଟ ଭଳିଆ ହାଇଟ୍ ହେଇଛି। ୟା ପରେ ଦେଖନ୍ତୁ ମାଡ଼ି 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 ପୁରା ମାନେ ଆଜବେଷ୍ଟ ଉପରକୁ ପଳେଇବ ପୁରା। ଆଉ ବର୍ତ୍ତମାନ ତାର ଫୁଲ ଆଇଲାଣି, ଯୋଉ ଅଣ୍ଡିଆ ଫୁଲ। ଆଉ ଦେଖନ୍ତୁ ବର୍ଷା ଉଠି ସାରିଲେଣି, ଏଠି କାହିଁକି ଏକୁଟିଆ ବସିଛନ୍ତି? ଆଉ ଏଠି କଣଟେ ଯାଉଥିବ ନାଲା ନାଲା ଦେଖି କଣ ଦେଲେ ଗୋଟେ ଲାଇଟ୍ କୋଉଠି ପାଇଛନ୍ତି, ଡେଞ୍ଜର ଲାଇଟ୍, ତାକୁ ଧରିକି ଟିପୁଛନ୍ତି। ଆଉ ଫୁଲ ତୁଳି ସାଇଲ କାହିଁକି? ଆଉ ବର୍ଷାଙ୍କର ହାତ ପାଉନି, କାହିଁକିନା ଫୁଲ ଆଗ ଭଳିଆ ଫୁଟୁନି। ଆଉ ସେଥିପାଇଁ ସେ ତୁଳୁନାହାନ୍ତି। ଉଷା ଦେବଯାନୀ କୁଆଡେ ଯାଇଥିଲେ, ବର୍ତ୍ତମାନ ଫେରୁଛନ୍ତି। ଆଉ ତାଙ୍କୁ ପଚାରିବା କୁଆଡେ ଯାଇଥିଲେ। ଆଉ କୁଆଡେ ଯାଇଥିଲ? ଆଁ ବିଲ ଆଡେ କୁଆଡେ ଯାଇଥିଲ? କୁଆଡେ ଯାଇଥିଲ? କୁଆଡେ ଯାଇଥିଲ? ସିଏ ପଚାରିଲା ବେଳକୁ କହୁନାହାନ୍ତି। ବର୍ଷା କୁଆଡେ ଯାଇଥିଲେ? ଯାଇଥିଲ? ଆଉ ସେ କ୍ଷୀର ନେଇକି ଯାଇଥିଲେ। ଆମର ଯୋଉ କ୍ଷୀର ଦୁଆଁ ହଉଛି, ଜଣେ ଲିଟର ଲେଖା ନଉଛନ୍ତି, ସେ ଦବା ପାଇଁ ଯାଇଥିଲେ। ସେ ତାଙ୍କ ଘର ସେଇଠି ଆଗରେ। କ୍ଷୀର ଦେଇକି ଆସିଲେ। 1 ଲିଟର କେତେ ଲୋ? 40 ଟଙ୍କା ପାଅ। 1 ଲିଟର 40 ଟଙ୍କା, ମାନେ ମାସକୁ ହଉଛି ନା 3-4 ହଜାର। ଆଉ 2100 ଟଙ୍କା ହଉଛି, ସେତିକିରେ ଘର ଚଳୁଛି। ଆଉ କଣ କରିବା? 1 ଲିଟର ଘର 1 ଲିଟର ଦିନକୁ ବିକ୍ରି ହଉଛି। ଆଉ 1 ଲିଟର 750 ବିକ୍ରି ହଉଛି। ଆଉ ସେତିକିରେ ଯେତିକି ରୋଜଗାର ହଉଛି ଘର ଚଳି ଯାଉଛି ନା ଆଉ ସର୍ଟେଜ ହଉଛି? କହୁନ ଟିକେ ଜୋର କୁହ। ଆଉ ଦେଖନ୍ତୁ ତାଙ୍କର କହୁଛନ୍ତି ସେ ସେତିକିରେ ହଉନି, ସର୍ଟ ହଉଛି। ଆଉ ଗୋଟେ ଦିଟା ଗାଈ ରଖୁନ, ମାନେ ଅଧିକା କ୍ଷୀର ହୁଅନ୍ତା, 2 ପଇସା ଅଧିକା। ପାରୁନାହାନ୍ତି ଗୋଟିଏ ଗାଈ, ତାପରେ ଆମ ଟ୍ରେନ ଲାଇନ ପାଖରେ, ଏଠି ଗୋରୁ ଗାଈ ସବୁ ଭାରି ବିପଦ। ଆଉ ସେଥିପାଇଁ ଗୋଟେ ଗାଈ ତ ସମ୍ଭାଳି ହଉନି। ଚାଲୁ ସେଇଭଳିଆ ନା କଣ? ଘିଅ ବିକୁଛ। ଆଉ ଆମର ଲିପ୍ସା ଆଖି ଭଲ ହେଇଗଲାଣି। ଦେଖନ୍ତୁ ଆମର ଦେବଯାନୀ ଲିପ୍ସାଙ୍କ ଆଖିକି ଗୋଟେ ପିଟି ଦେଇଥିଲେ ଗୋଟେ ଇଏରେ, ତାଙ୍କର ଫୁଲି ଯାଇଛି। ଆଉ ସେ ଯିବେ ଆଜି ମେଡିକାଲ। ତୁମେ ପାରିଲନି ତାଙ୍କୁ? ବସିଥିଲା, ଦେଖୁଛନ୍ତି, ଚେକ୍ କରୁଛନ୍ତି ହେଲାଣି କି ନାହିଁ। ସର ବି ପଡି ଆସିଲାଣି। ଆଉ ଟିକେ ହାତ ମାରିକି ଦେଖୁଛନ୍ତି କେତେ ମୋଟା ସର, ଦେଖିଏ ହଲେଇ ଦେଲେ ସର। ସର ପାଖାପାଖି ଅଧା ଅଧି ହେଇଗଲାଣି। ଆଉ ନିଆଁ ଟିକେ ଚେକ୍ କରୁଛନ୍ତି, ଆଉ ଟିକେ ଅଗାଡି ଦିଆହବ। ଅଗାଡି ଦେଲେ ନିଆଁ ଟା ଯଦି କମି ଯାଇଥିବ, ଧୀରେ ଧୀରେ ବଢିବ। ଆଉ କେତେ ସମୟ ଭିତରେ ହଉଛି କ୍ଷୀର ରେଡି ହେଇଯିବ? ଆହୁରି 2-3 ଘଣ୍ଟା ବସିବ। ଆମର ଏଇ କୁକୁରରେ ଘା ହେଇଥିଲା, ତା ଔଷଧ ପଥିଲା, ଭଲ ହେଇଗଲା। ଇଏ ଆମର ଯୋଉ 6ଟା କୁକୁରଙ୍କ ଭିତରେ ଇଏ ହେଲା ତାର ବାପ। ଇଏ ସବୁଠୁ ବଡ। ଇଏ ହେଲା ତାଙ୍କର ମୁରବୀ, ଜାଣିଲି। ଇଏ ଗୋଟେ ଆଇଲା, ଇଏ କଣ ହବ ତାର? ତାର ଭାଇ ହବ ଇଏ। ଇଏ ମୁରବୀ ଘରର, ଇଏ ତାଙ୍କ ଛୁଆ ସବୁ ବାହାରିଲେ। କାଳି
ଲିପ୍ସା ଦୁଃଖ ସହିପାଇଲେନି, ସିଏ କହୁଛନ୍ତି ଯେ ଗ୍ୟାସ ସରି ଯାଉଛି ଆଉ ପଇସା ବେଶୀ ଖର୍ଚ୍ଚ, ସେଥିପାଇଁ ସେ ଜାଳ ଠୁଳଉଛନ୍ତି, ଜାଳ ଦେଇକି ଯିବେ। ସବୁ ଜାଳ ନିଆ ଆଉ ସବୁ ଜାଳ ଦେଖନ୍ତୁ ଠୁଳଉଛନ୍ତି, ଜାଳ ଆଜି ରୋଷେଇ ହବ। କି ଜାଳ ସେ? ହୁଁ? ଉଲୁଅ ଗଛ ଆମର ଆପେ ଆପେ ଉଠିଛି। ଆଉ ଇଏ ଛୋଟ ଛୋଟ ହେଇଛି, ଏଇଟା ଉଲୁଅ, ଇଏ ଭାରି କୁଣ୍ଡେଇ ହବ ଖାଇଲେ। କୁହନ୍ତି ଯୋଉ କଣ କଜିଆ ଗୁଆ ଲୋକଙ୍କର କୁଣ୍ଡେଇ ହୁଏ, ଯିଏ କଜିଆ କରନ୍ତି ସବୁବେଳେ କୁଣ୍ଡେଇ ହବ, ଆଉ ଯୋଉମାନେ କଜିଆ ନ କରନ୍ତି କୁଣ୍ଡେଇ ହୁଏନି। ମୁଁ ତ ଜାଣିନି, ଆପଣ ଯଦି ଜାଣିଛନ୍ତି କମେଣ୍ଟ କରି ଜଣେଇବେ। ଆଉ ଏଇ ଉଲୁଅ ଗଛ କେତେ ଉଠିଛି ଦେଖନ୍ତୁ। ଆଉ କିଛି ଦିନ ଗଲା ପରେ ସବୁ ବଡ ବଡ ହେଇଯିବ। ଆଉ ସବୁ ବଢିଆ ସୁନ୍ଦର ଦେଖା ହଉଛି ଗଛ ଗୁଡା। ଠିକ ତୁମେ ଉଲୁଅ ଖାଅ, କୁଣ୍ଡେଇ ହୁଏ, ଏପଟୁ ଗଲ କୁଣ୍ଡେଇ ହୁଏ, ଲିପ୍ସାଙ୍କୁ କୁଣ୍ଡେଇ ହୁଏନି ସେ କହୁଛନ୍ତି। ତାହେଲେ ସିଏ କଜିଆ କରନ୍ତିନି ବୋଧେ, ଆଉ ଭଲ ନା କଣ? ଆମର କେତେ କଦଳୀ ଗଛ ହେଇଛି କିନ୍ତୁ କଦଳୀ ହଉନି ସେମିତି। ଆଉ ଗୋଟେ ଗୋଟେ କାନ୍ଦି ହଉଛି, ପୁରା କଦଳୀ ଗଛ ଯେ ପୁରା ବଣ ଜଙ୍ଗଲ ଭଳିଆ ହେଇଗଲାଣି। ଆଉ ଇଏ କଞ୍ଚା କଦଳୀ ପାଚିଲା କଦଳୀ ମିଶିକି ରହିଛି ଗଛ। କଦଳୀ ହେଇଛି ନା ଲିପ୍ସା? କୋଉଠି ହେଇଛି କହିଲୁ? ଏଇ ଦେଖନ୍ତୁ ଗୋଟେ ଫେଣା ଆସିଛି, ଆଉ ସେପଟରେ ଗୋଟେ କାନ୍ଦି, ଆଉ ଦିଟା କାନ୍ଦି ହେଇଛି। ତୁମକୁ କୋଉ କଦଳୀ ଭଲ ଲାଗେ, କଞ୍ଚା କଦଳୀ ନା ପାଚିଲା କଦଳୀ? ଆଁ ପାଚିଲା, ସେଇଟା ତ ସମସ୍ତଙ୍କୁ ପସନ୍ଦ ଆଉ। କଣ ପାଟିରେ କାଇଁ ବୋତଲ ଖାପ ପୁରେଇଛ? ଦେଖେ, ହେଇ ତଣ୍ଟି କତିକି ପଳେଇବ। ଦେଖନ୍ତୁ ଏଜାନି କିଭଳିଆ ଷ୍ଟାଇଲରେ ପାଣି ପିଉଛନ୍ତି, ଠିପିରେ ରଖିଦେଇକି ମୁଣ୍ଡଟା ଟେକି ଦଉଛନ୍ତି, ପାଣି ପଶି ଯାଉଛି। ଚୁଟି ବଡ ବଡ ହେଇଗଲାଣି। ଆଉ ଲିପ୍ସା କୋଉଠି ବସିଛ? ଚେପା ହେଇଯିବ। ବର୍ଷା ଶୋଇପଇଲେଣି ଗାଁର, କଣ ହେଇଛି, କଣ ହେଇଛି? ନିଦ, ଯାତ୍ରା ଦେଖତେ ଯାଇଥିଲେ? ଆଉ ଦେଖନ୍ତୁ କେତେ ଚଗଲା ହଉଛନ୍ତି ଦେବଯାନୀ, ଆଉ ତାଙ୍କୁ ଆଜି ବାରିକ କତିକି ଯିବ, ସେ ଖେର ହେଇକି ଆସିବେ, ଚୁଟି କଟା ହବ ତାଙ୍କର ଆଜି। କୋଉଠି ବେତାରା? ଷ୍ଟେସନରେ କାଟିବନି। ସେ ବେତରା ଯିବେ, ଷ୍ଟେସନରେ ଚୁଟି କାଟିବେ ବୋଲି ମନା କରୁଛନ୍ତି। ଷ୍ଟେସନରେ କଣ ଡର ମାରୁଛି? କାହିଁକି? ଆମର ହରିଆ ବାବୁ ଦେଖନ୍ତୁ ଆଖି ବୁଝିକି ଚାଲିଛନ୍ତି। ଏତେ ଲେଟରେ ଉଠୁଛ, କୁଆଡେ ଯାଇଥିଲେ କାମ କରତେ? ପାନ, ପାଣି ନା ପାନ? ହରିଆ କି ବିସ୍କୁଟ ଦେଖିଆ, କି ବିସ୍କୁଟ ଦେଖିଆ, କଣ କି ବିସ୍କୁଟ? ଅରେଞ୍ଜ, କେମିତିଆ ନାଗେ? ପୁଣି କୁଆଡେ ଆମର ଉଷା ଯାଇଥିଲେ, ଆସୁଛନ୍ତି ଅଣ୍ଟାରେ କଣ ନେଇକି ଯାଇଛନ୍ତି ଦେଖିବା, କଣ ନେଇକି ଯାଇଛନ୍ତି? ଫୁଲ। ବର୍ତ୍ତମାନ ଉଷା ଆମର ଫୁଲ ପାଇଁ ଯାଇଥିଲେ, ଫୁଲ ନେଇକି ଆଇଲେ। ଆଉ କାହିଁକିନା ବର୍ଷା ଆଉ ଆଣିକି ଯାଉନାହାନ୍ତି, କାହିଁକିନା ତାଙ୍କର ହାତ ପାଉନି ଆଉ ଫୁଲ ଏବେ କମ ଫୁଟୁଛି ନା କଣ? ଆଉ ଏ ଖାଲି ଟଗର ଫୁଲ ନା, ଦେଖିଆ ଟଗର ଫୁଲ ଦେଖନ୍ତୁ କେତେ ପୁରା ଧଳା ଦେଖା ହଉଛି। ସେଠି ରଡ ବାଜି ପଳେଇ ଆସ। ଦେଖନ୍ତୁ ଗୋଟେ ରଡ ଏଠି ରଖା ହେଇଛି, ସେ ଉଞ୍ଚା ଭଳିଆ ଅଛି, ଝୁଲି ଖେଳୁଛନ୍ତି, ଝୁଲି ଖେଳନ୍ତି ଟିକେ ଦେଖିଆ। ବସି ପାରୁନ, ସେଇଠି ଝୁଲି ଖେଳୁଛନ୍ତି, ରଜ ନା। ଚାଲନ୍ତୁ ଦେଖିବା ଆମର ବର୍ତ୍ତମାନ ଘିଅ ଯୋଉ ବସିଥିଲା, ଘିଅ ବର୍ତ୍ତମାନ ଦେଖନ୍ତୁ ଆମର ବୋତଲରେ ପୁରା ହଉଛି। କେତେ କିଲୋ ଭଳିଆ ଘିଅ ହେଲାଣି? କଳା କଣ ଦେଖାଯାଉଛି ଘିଅ ଟା ଦେଖିଆ? ପିମ୍ପୁଡି ହେଇଯାଉଛି, ପିମ୍ପୁଡି ଏଥର ବହୁତ ଗାଲେ। ଦେଖନ୍ତୁ ପୁରା ଅରିଜିନାଲ ଖାଣ୍ଟି ଗୁଆ ଘିଅ, ପୁରା କଲର ବି ପୁରା ବଢିଆ ହେଇଛି। ଆଉ ଦାଦା କୋରୁଅ ନା, ଏ କୋରୁଅ ଖାଇଲେ କଣ ବାହାଘର କଣ ମେଘ ହୁଏ ନା କଣ କୁହନ୍ତି?
ହେଁ କଣ ହେଇଛି? ଦେଖନ୍ତୁ ବର୍ଷା କହୁଛନ୍ତି ଝୁଲି ଲଗେଇବା ପାଇଁ, ରଜ ପାଖେଇ ଆସିଲା ଆଉ ଦିନେ 2 ଦିନ ପରେ ରଜ। କାଲି କୋଉଠି, ଆଜି କେତେ ତାରିଖ? ରଜ ଆଉ 2 ଦିନ ରହିଲା, ବର୍ଷା କହୁଛନ୍ତି ଝୁଲି ଲଗେଇବା ପାଇଁ। ଆଉ କୋଉଦିନ ରଜ? କାଲି କାଲି ପାଣି ବୁହା ରଜ, ଆଉ ତା ପରଦିନ ଆମର ପହିଲି ରଜ। ଆଉ ରଜ 3 ଦିନ ତ ପାଳନ ହୁଏ। ଏଥର ରଜରେ କଣ ପ୍ରୋଗ୍ରାମ ଅଛି? କଣ ଖାଇବ, କଣ ପିନ୍ଧିବ, ଆଉ କଣ କୁଆଡେ ବୁଲିଯିବ? ଚାଲନ୍ତୁ ଚାଲନ୍ତୁ ଆମେ ବର୍ଷାକୁ ପଚାରିବା ରଜରେ କଣ କଣ ହୁଏ। ଆମେ ତ ରଜ ଅଡ଼ିସନ ଦେଇତେ ଯାଆନ୍ତି, ଯୋଉ ପ୍ରଶ୍ନ ପଚାରନ୍ତି ସେ ସବୁ କଣ କୁହନ୍ତି। ଆମର ବର୍ଷା କଣ ଜାଣିଛନ୍ତି ତାଙ୍କୁ ପଚାରିବା ରଜ ବିଷୟରେ। ଆଉ ରଜ କେମିତି କଣ ପାଳନ ହୁଏ, କେତେ ଦିନ ହୁଏ ସିଏ କହିବେ। ରଜ ଫାଷ୍ଟ କେତେ ଦିନ ହୁଏ? ରଜ 4 ଦିନ ନା 3 ଦିନ ହୁଏ। 3 ଦିନ। କଣ କଣ ସବୁ ହୁଏ? 5 ଦିନ ରଜ। 5 ଦିନ ତ ରଜ। ପାଳୁଛନ୍ତି 3 ଦିନ। 5 ଦିନ ରଜ। ପାଣିବୁହା ରଜ ଫାଷ୍ଟ ଦିନ, ତାପରେ ଫାଷ୍ଟ ରଜ, ତାପରେ ମଝି ରଜ ସଂକ୍ରାନ୍ତି, ତାପରେ ଭୂଇଁ ରଜ, ତାପରେ 3 ଦିନ ଯୋଉ ରଜ, 3 ଦିନ ରଜ ବର୍ଷା କହିଲେ। 3 ଦିନ ଆଉ ମାନେ ସିଏ କଣ କରନ୍ତି ରଜରେ, କଣ ସବୁ କହିବେ, ଆଉ କଣ ଖିଆ ହୁଏ? ଆଜି ଆମେ ଥରେ କାଲି ହଉଛି ରଜ। ଆଜି ଆମେ ମେହେନ୍ଦି କରିଦମୁ, ରାତିରେ ପଚେଇଦମୁ, ଶୋଇ ଦେଇକି ନାଇ ଦେଇଥିବୁ। ତାକୁ ସକାଳୁ ଉଠିକି ଧୋଇ ଦେଇକି ପୁରା ଭୋରୁ ଅନ୍ଧାରୁ ଆମେ ଗାଧେଇ ପାଧେଇ ସଜବାଜ ହେଇ ପୋଡ ପିଠା ଖାଇ ଆଉ ପାନ ଖାଇ ଯାଇ ଦୋଳିରେ ଖେଳିବୁ। ତାପରେ ବୁଲାବୁଲି କରି ଅନ୍ୟ ଆଡେ ପିଠା ସବୁ ହୁଏ? ପୋଡ ପିଠା, ଇଟିଲି ପିଠା, ଚକୁଳି ପିଠା, ସବୁ ପିଠା ହୁଏ। ଆଉ କଣ ସବୁ ଖିଆ ହୁଏ? ଆଉ ମାନେ କଣ କଣ କି ଖେଳ ସବୁ ହୁଏ ରଜରେ? ଲୁଡୁ ଖେଳ, ତାସ ଖେଳ, ଆଉ ଯୋଉ ଚକା ଚକା ଭଉଁରୀ, ଆଉ ଯୋଉ କିତକିତ, ଚକଲେଟ, ଏ ସବୁ ଖେଳ। ରଜରେ କାମ କରନ୍ତି ନା କରନ୍ତିନି? ଆଉ ଦେଖନ୍ତୁ ଏଇ ଆମେ ବର୍ଷା ଯେତିକି ଜାଣିଥିଲେ କହିଲେ ରଜରେ ସବୁ କଣ କଣ ହୁଏ। ଆଉ ରଜରେ ତ କାମ କରନ୍ତିନି, ଆଉ ସବୁ ମାନେ ବର୍ଷର ଗୋଟେ ଏତେ ପର୍ବ ଅଛି, ସବୁ ପର୍ବଠୁ ରଜ ପର୍ବ ଗୋଟେ ଅଲଗା। 3 ଦିନ ପାଳନ ହୁଏ, କିନ୍ତୁ ବହୁତ ଖୁସି ମଜା ବି ଲାଗେ। ଯିଏ ଯୋଉଠି ଥାଆନ୍ତି ସବୁ ଘରକୁ ପଳେଇ ଆସନ୍ତି। ଆଉ ରଜ 3 ଦିନ କିଛି କାମ ହୁଅନ୍ତିନି, ମାନେ ଭୂଇଁରେ କଣ କଷ୍ଟ ଦିଅନ୍ତିନି ଭୂମିକି। ଆଉ ସବୁ ଆସିଥିବେ ଘରେ ତ ପିଠା ପଣସ ଆମ୍ବ ସବୁ ଖିଆ ହୁଏ। ତାସ ଖେଳ, ଲୁଡୁ ଖେଳ, ଝୁଲି ପଟା ଝୁଲି, ଚରିକି ଝୁଲି, କେତେ ରକମ ସବୁ ଝୁଲି ବି ହୁଏ। ଆଉ ମତେ ବି ସବୁଠୁ ଭଲ ଲାଗେ ରଜ ପର୍ବଟି। ଆଉ ଯେତେ ପର୍ବ ଅଛି ଏତେ କିଛି ଜଣା ପଡେନି, କିନ୍ତୁ ରଜ ପର୍ବଟା ଯାହା ବି ହେଲେ ଗୋଟେ ଅଲଗା ଲାଗେ ନୁହେଁ ନା? ପଢିଆରେ ବା ପ୍ରୋଗ୍ରାମ ହବ। ଆଉ ଆପଣଙ୍କୁ ରଜ ଭଲ ଲାଗେ ନାଇଁ କମେଣ୍ଟ କରି ଜଣେଇବେ। ଆଉ ମତେ ତ ବହୁତ ଭଲ ଲାଗେ ରଜ। ଆଉ ବର୍ଷର 3 ଦିନ ଆସେ। ଆଉ ଏ ବର୍ଷ ରଜ କେମିତି ହଉଛି ମୁଁ ଆଶା କରୁଛି ରଜ ଏଥର ଭଲ ରହୁ, ସମସ୍ତେ ହସ ଖୁସିରେ ରଜଟି ପାଳନ କରନ୍ତୁ। ଆମର ଯୋଉ ଝୁଲି ଲଗିବ ପ୍ଲାଷ୍ଟିକ ଫୁଲ। ବର୍ଷା ନା ଲିପ୍ସା କଣ କହୁଛନ୍ତି? କଣ କହିଲେ? ଆମର ଯୋଉ ଝୁଲି ଲଗିବ ପ୍ଲାଷ୍ଟିକ ଫୁଲ। ପ୍ଲାଷ୍ଟିକ ଫୁଲ? ହଁ। ଲିପ୍ସା କହୁଛନ୍ତି ତାଙ୍କର ଯୋଉ ଫୁଲ, ସେ ପ୍ଲାଷ୍ଟିକ ଫୁଲ କୋଉ ଲାଗେ? ସେ ଦୋଳିର। ଆଚ୍ଛା ଆଚ୍ଛା, ସେ ଯୋଉ ଝୁଲି ଲଗେଇବେ, ଦୋଳି ଲଗେଇବେ, ଦୋଳିରେ ଆମ ଆଡେ ଝୁଲି କୁହନ୍ତି, ଆଉ ଦୋଳି ବି କୁହା ହୁଏ। ଆଉ ସେଥିପାଇଁ ପାଟିରେ ପଶିଗଲା। ଆମର ଲିପ୍ସା କହୁଛନ୍ତି ଯୋଉ ତାଙ୍କର ଦୋଳି ଲାଗିବ, ସେ ଦୋଳିରେ ଯୋଉ ରସି ବନ୍ଧା ହବ, ରସିରେ ଫୁଲ ଲଗା ହବ, କହୁଛନ୍ତି ପ୍ଲାଷ୍ଟିକ ଫୁଲ ଆସିବା ପାଇଁ। ଦେଖିବା ବର୍ତ୍ତମାନ ଆମର ଦେବଯାନୀ ଅଛନ୍ତି, ତାଙ୍କୁ ପଚାରିବା ସେ କହିବେ। ବର୍ତ୍ତମାନ ଦେବଯାନୀ କହିବେ ତାଙ୍କର କି ଝୁଲି ଲାଗିବ, କି ଝୁଲି ଲାଗିବ? ଲାଦା ଝୁଲି, ଆଉ ଫୁଲ, ଆଉ ଡଙ୍ଗା ଝୁଲି। ଆଉ କଣ? ଚକିରି କଣ ଖାଇବ ସବୁ? ପିଠା, ପାନ, ଆଉ ଚକୁଳି ଖାଇବି, ଆଉ ପିଠା ଖାଇବି, ଆଉ
ଏଠି ଠିଆ ହୁଅ ଠିଆ ହୁଅ ପାନିପୁରି ଖାଇ ଟିକେ ଆସ ପାନିପୁରି ଖେଳ ହୁଏ କି ଖେଳ ଖେଳ ଆଁ? ଲୁଡୁ ଆଉ କି ଖେଳ ପାଠ ତାସକୁ ମତେ ଶୁଭିଲା ପାସ ଆଉ ରଜରେ କଣ ଖାଇବା ଆଉ ସବୁ ଖଟା ହଁ, ପାଠ ପାମ୍ପଡ଼ ପୁଲି ଚିକେନ ଖିଆ ହୁଏ ସାଧା ପାନ ସାଧା ପାନ ମୁଁ ସାଧା ପାନ କି ସାଧା ପାନ ପାନ ସାଧା ପାନ ଖାଇବି ସାଧା ପାନ ବି ଖିଆ ହୁଏ ଆମର ଦେବଦାରୀ କରିଦଉଛନ୍ତି